ଗାଁରେ ମାତିଛି ଅଜଣା ରୋଗ। ପ୍ରଥମେ ଜ୍ୱର ହେଉଛି, ତାପରେ ଗୋଡ଼ ହାତ ବିନ୍ଧା ହେଉଛି। କିଛି ଲୋକଙ୍କ ମୁହଁରେ କଳା ଦାଗ ବି ପଡ଼ିଯାଉଛି। ଡାକ୍ତର ପାଖକୁ ଗଲେ ଡାକ୍ତର ବି ରୋଗ ଧରି ପାରୁନାହାନ୍ତି। ରକ୍ତ ପରୀକ୍ଷା କରିବା ପରେ ବି ଜଣାପଡ଼ୁନି କେଉଁ ରୋଗ ହୋଇଛି। ଦର୍ଶକ ବନ୍ଧୁ, ଆପଣ ଦେଖୁଥିବା ଏ ଗାଁରେ ଅଜଣା ରୋଗର ଆତଙ୍କ ଦେଖାଦେଇଛି। ଲୋକମାନେ କ'ଣ କରିବେ କ'ଣ ନାହିଁ କିଛି ବୁଝିପାରୁନାହାନ୍ତି। ଯେଉଁଠି ଡାକ୍ତର ରୋଗ ବିଷୟରେ ଜାଣିପାରୁନାହାନ୍ତି, ସେଠାରେ ସାଧାରଣ ଲୋକେ ବା କ'ଣ କରିବେ? କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ମାଣିକପାଟଣା ପଞ୍ଚାୟତର ବାଲି ଉପରପଡ଼ାରେ 100ରୁ ଊର୍ଦ୍ଧ୍ୱ ଲୋକ ଅଜଣା ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଲୋକଙ୍କୁ ପ୍ରଥମେ ଜ୍ୱର ହେଉଛି, ପରେ ଗୋଡ଼ ଏବଂ ହାତ ଗଣ୍ଠି ବିନ୍ଧା ହେବା ସହ ମୁହଁରେ କଳା ଦାଗ ଦେଖାଦେଉଛି। ଜ୍ୱର ଅଧିକ ଦିନ ଲାଗି ରହିଲେ ନିଜେ ଉଠି ଚାଲିବା ବି କଷ୍ଟକର ହୋଇପଡ଼ୁଛି। ଆଶ୍ଚର୍ଯ୍ୟର କଥା ହେଉଛି, ରକ୍ତ ନମୁନା ପରୀକ୍ଷା ପରେ ବି କିଛି ରିପୋର୍ଟ ଆସୁନାହିଁ। ଏନେଇ ଗ୍ରାମବାସୀମାନେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଏକ ଡାକ୍ତରୀ ଟିମ୍ ଗାଁରେ ପହଞ୍ଚି ଚିକିତ୍ସା ଆରମ୍ଭ କରିବା ସହ 65 ଜଣଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି। ହଠାତ୍ ଜ୍ୱର ହେଲା, ମାନେ ଦେହ ଟିକେ ଉଷୁମ ଉଷୁମ ଲାଗିଲା। ତାପରେ ମାନେ ଗଣ୍ଠିଆ ଗଣ୍ଠି ସବୁ ଦରଜ ହେଲା, ବିନ୍ଧିଲା ପରେ ଗୋଟେ ଦିନ ପରେ ଦେହ ହାତ ସବୁ କୁଣ୍ଡେଇ ହେଲା, ଲାଲ ପଡିଗଲା। ଲାଲ ପଡିଲା ପରେ ତା 2 ଦିନ ଛାଡି ମୋ ନାକ ଇଏ ସବୁ ପୁରା କଳା ହେଇଗଲା। ଜ୍ୱର ହେଲା, ଦେହ ହାତ କୁଣ୍ଡେଇ ହେଲା, କୁଣ୍ଡେଇ ଗଣ୍ଠିଆ ଗଣ୍ଠି ସବୁ ଫୁଲିକିରି ଚାଲି ପାରୁନୁ। ମେଡିସିନ ଯେତେ ଖାଇଲୁ କମୁନି। ଡାକ୍ତର ତ ମେଡିସିନ ଦଉଛନ୍ତି, ଆଉ ଖାଉଛୁ, ସାଡକୁ ତା ଦେହରେ ଆହୁରି ବି ଝିଅ ଜଳି ପଡି ଯାଉଛି। ଆଗେ ଜ୍ୱର ଆକ୍ରାନ୍ତ କରୁଛି, ତାପରେ 2 ଗୋଡ଼ ହାତ ଫୁଲି ଯାଉଛି, ତାପରେ ବିନ୍ଧା ଆରମ୍ଭ ହେଇଯାଉଛି। ଏମିତି ଆସି 8-10 ଦିନ, କ'ଣ 20 ଦିନ ବି ହେଇଗଲାଣି ଏମିତି। ତାପରେ ଲୋକ ନ ଚାଲି ପାରିଲେ ଠେଙ୍ଗା ଧରିକି ବି ଚାଲୁଛନ୍ତି। କିନ୍ତୁ ବହୁତ ସମସ୍ତେ ଯାଇ ମେଡିକାଲରୁ ଫେରିଲେଣି, ରିପୋର୍ଟ କିଛି ଆସୁନାହିଁ। ମାଣିପାଟଣା ପଞ୍ଚାୟତର 13 ନମ୍ବର ୱାର୍ଡ ପାଖାପାଖି 100 ଲୋକ ଆକ୍ରାନ୍ତ। ତାଙ୍କର ପ୍ରଥମ ଜ୍ୱର ହେଉଛି, ଗୋଡ଼ ପାଦ ଫୁଲି ଯାଉଛି, ଆଣ୍ଠୁ ଗଣ୍ଠି ପ୍ରତ୍ୟେକ ଶରୀରର ଗଣ୍ଠି ବିନ୍ଧୁଛି। ଆଉ ଆଜି 5 ଜଣ ହେଲାଣି, କାଲି 10 ଜଣ। ଆମେ ମେଡ଼ିକାଲ ଅଫିସରକୁ ଆଳିରେ ଅଭିଯୋଗ କଲା ପରେ 13 ତାରିଖରେ ଅଭିଯୋଗ କରିଥିଲୁ। ସେ 14 ତାରିଖରେ 2 ଜଣଙ୍କୁ ପଠାଇଥିଲେ। ସେ ତାଙ୍କର ମନମୁଖୀ ଭାବରେ କେତେ ଜଣଙ୍କୁ ଔଷଧ ଦେଇ ORS, ଥଣ୍ଡା ବଟିକା, ଜ୍ୱର ବଟିକା ଦେଇ ତାଙ୍କର ପଳେଇଗଲେ। ଦିନକୁ ଦିନ ଅଜଣା ରୋଗ ବ୍ୟାପି ଚାଲିଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଅନ୍ୟପଟେ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଆଳି CHCର ମେଡିକାଲ ଅଫିସର କହିଛନ୍ତି। ଆମେ ଆଜି କଲେକ୍ଟର ସାର୍ଙ୍କର ଗ୍ରିଭିଆନ୍ସ ଥିଲା। ଆମର ଏଠିକାର ସଭ୍ୟ ସାର୍ ଅକ୍ଷୟ ବାବୁଙ୍କର ଗୋଟେ ଗ୍ରିଭିଆନ୍ସ ଥିଲା। ତ ସେଇଥିରେ ଆମକୁ ନିର୍ଦ୍ଦେଶ ମିଳିଲା ଯେ ଆମେ ଗୋଟେ ଟିମ୍ କରିକି ଆସିବୁ। ଆମେ ମେଡ଼ିକାଲ ଟିମ୍, ଆମେ ଡକ୍ଟର 2 ଜଣ, ଆଉ ଆମ RBSK ଟିମ୍, ଆମର ଲାବୋରେଟୋରୀ ଟେକ୍ନିସିଆନ୍, ଫାର୍ମାସିଷ୍ଟ, ଆମେ ଟିମ୍ କରିକି ଆସିଛୁ। ଏବେ ଚେକଅପ୍ ଚାଲିଛି, ବ୍ଲଡ଼ ସାମ୍ପଲ୍ ଡ୍ର କରାହେଉଛି। ରିପୋର୍ଟ କାଲି କିମ୍ବା ପରଦିନ ଭିତରେ ଆମେ ରିପୋର୍ଟ ଆସିଗଲା ପରେ ଆମେ ପୁଣି ଆଉ ଥରେ ସର୍ଭିଲାନ୍ସରେ ରଖିବୁ ଏ ଗାଁକୁ। ଲୋକମାନେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଛଟପଟ ହେଉଛନ୍ତି। ରୋଗରୁ ମୁକ୍ତି ପାଇବା ପାଇଁ ସବୁ ପ୍ରକାରର ଚେଷ୍ଟା କରି ହାର ମାନିଛନ୍ତି। ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେବା ନିହାତି ଜରୁରୀ ବୋଲି ସାଧାରଣରେ ଦାବି ଜୋର ଧରିଛି। କେନ୍ଦ୍ରାପଡ଼ା ଆଳିରୁ ନିରଞ୍ଜନ ବେହେରାଙ୍କ ରିପୋର୍ଟ, କେ ନ୍ୟୁଜ୍ ଓଡ଼ିଶା।